ମନେ ଥିଲା এটা ଖୋଲା କରି କହିବାର ଅନୁମତି ଅଛି। ଆଜ୍ଞା ମୁଁ ଏକମାତ୍ର ମଣିଷ ତାଙ୍କର ଗୁଣାବଳୀ ତାଙ୍କର କର୍ମକାଣ୍ଡ ଅନେକ ବହୁ ଲୋକ ଜାଣିଥିଲେ, ମୁଁ ବି ଜାଣେ ନା, ମୁଁ କମ୍ ଜାଣେ, କିନ୍ତୁ ମୁଁ ଏକମାତ୍ର କହିଥିଲି ଗୋଟେ ଲୋକ ତା ପରିଣତ ବୟସରେ ସବୁଠୁ ବେଶୀ ଆଗ୍ରହତା ନେଇକି ଯୋଉ କାମ ପାଇଁ ଲାଗିଥିଲା ଆଜି ଟିକେ ତା ସ୍ମୃତି ସଭାରେ ସେଇଟା ଆମ ତ ମନେ ରଖନ୍ତୁ, ଟିକେ ମନେ ପକାନ୍ତୁ। ଆଉ ଯଦି ପ୍ରକୃତ ଭଲ ପାଇବା ଥାଏ ଏବଂ ପ୍ରକୃତ ଭଲ ପାଇବା ହିସାବରେ ଆପଣ ଯୋଗଦାନ କରିବା ପାଇଁ ଆସିଥାନ୍ତି ଏଠିକି, ତାହେଲେ ତାଙ୍କର ଅନ୍ତିମ ଇଚ୍ଛାଟାକୁ ପୂରଣ କରିବା ପାଇଁ ନିଶ୍ଚୟ ଆପଣଙ୍କ ହାତ ଦେଇବେ। ଏହି ସାର୍ଥକତାକୁ ଠାକୁର କହିଛନ୍ତି ଫ୍ଲଲେସ୍ ଟକ୍ କରିବା ପାଇଁ, ତ୍ରୁଟିବିହୀନ କଥା କହିବା, ଦାୟିତ୍ୱଶୀଳତାର ସହିତ କଥା କହିବା ଏବଂ ଦାୟିତ୍ୱ ସୁସମ୍ପନ୍ନ କରିବା ପାଇଁ ପ୍ରୟାସଶୀଳ ହେବା। ଏଇଟା କି କରିଛନ୍ତି ଆମେ ସଭା କରିଦେଲେ କେତେ କଥା ଆଲୋଚନା କରିଦେଇଗଲେ, କିନ୍ତୁ ଯୋଉଟା ପାଇଁ ଝୁରି ଝୁରି ହେଇକି ଲୋକଟା ଚାଲିଗଲା ସେଇ କଥାଟାକୁ କେହି ବି ଆମେ ମନେ ପକେଇ ପାରିଲେ ତାର କି ପ୍ରକାର ଆମର ଭଲ ପାଇବା। এই প্রকার ভাল পাইবা দুনিয়াদারিরে চারিআডে চালিনা, ଯୋଉ ଭଲ ପାଇବା ପ୍ରାୟ ଭଲ ପାଇବା ପ୍ରକୃତି ମିଶ୍ରିତ ଭଲ ପାଇବା, ସ୍ୱାର୍ଥ ସନ୍ଧିକୁ ଭଲ ପାଇବା, ଯୋଉ ଭଲ ପାଇବାରେ ଆଶା ପୂରଣ ନହେଲେ କ୍ଷୁବ୍ଧ ହେଇ ଉଠିବା ହେଉଛି ସତ୍ସଙ୍ଗୀ ପକ୍କା ଜିନିଷ ତାହା ହୁଏ ନା। ବରଂ ଭଲ ପାଇବାର ଡେଫିନିସନ ଦେଇକି ପରମଗାର ଶ୍ରୀ ଠାକୁର କହିଲେ ସେହି ହେଉଛି ଠିକ ଭଲ ପାଇବା, ଯାହା ବାଧାରେ ଆହୁରି ତୋଫର ହେଇ ଉଠେ, ଭାଙ୍ଗି যায় না, দবি যায় না, সেই ଭଲ ପାଇବା ହେଉଛି ପ୍ରବଳ ଭଲ ପାଇବା। ଆଉ ଆମେ ଠାକୁରଙ୍କୁ ଭଲ ପାଉ ବୋଲି ଏବଂ ସେ ଲୋକଟାକୁ ମଧ୍ୟ ସେଇ ହିସାବରେ ଭଲ ପାଉ ବୋଲି ତାଙ୍କର ଶ୍ରାଦ୍ଧ ତାଙ୍କର ଶୁଦ୍ଧି ସଭା ଅବସ୍ଥାରେ ମୋର ଏଇ କଥାଟି ମନେ ପଡ଼ିଲା। ତେବେ ଏଟା ଠିକ୍ ଆଚାର୍ଯ୍ୟଦେବ ଶ୍ରୀ ଦାଦାଙ୍କର ବହୁତ ଦୟା ଅନୁକମ୍ପା ସେ ଲାଭ କରିଥିଲେ। ବିରାଟ ଜିନିଷ ସତ୍ସଙ୍ଗ ବିହାର ବଡ଼ ମନ୍ଦିର ନୁହେଁ, କିନ୍ତୁ ପରମପୂଜ୍ୟବାସିକା ଶ୍ରୀ ଦାଦା ଅନୁକମ୍ପା ପରାୟଣ ହେଇ ସପରିବାର ଯାଇକି ତାଙ୍କ ମନ୍ଦିର ଉଦ୍বোଧନ କରିକି ଆସିଲେ। ସେ ସବୁ ଯେତେ ଗୁଡ଼ିଏ ମନ୍ଦିର ଉଦ୍বোଧନ ହେଲା ସବୁଟାକୁ ଦାଦା ଯାଇପାରିଲା, ତାଙ୍କୁ ଏଇଟାକୁ ଯାଇଥିଲେ। ଏବେ ଭାବିଲେ ଦେଖିଲେ ଗୋଟେ ଗୋଟେ ଛୋଟ ଛୋଟ କଥା ମନରେ ଚାଲି ଆସେ, ଭଲ ବି ଲାଗେ। ମନେ ହୁଏ ସେଇଠୁ ବୋଧେ ଦାଦାଙ୍କୁ ବି ଯୋଉଟା କହୁଛନ୍ତି ବୋଧେ ମନେ ପଡ଼ୁନି, ଆମ ଡକ୍ଟର ନଗେନ୍ଦା ମତବନ୍ଧୁଙ୍କ ପାଇଁ କିଛି ସମୟ ଭୁଲେଇ ନେଇଯାଏ। ତାହେଲେ ଭଲ ପାଇବାଟା ଠିକ୍ ଥିଲେ, ଇଚ୍ଛାରୁ ଭଲ ପାଇବା ହେଲେ ଟୁ ଦି ପଏଣ୍ଟ କଥାଟା ମନେ ପଡ଼ିବ। ଆବୋଡ଼ ଯାବଡ଼ ବହୁତ କଥା ଜୀବନରେ ଅଛି, ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱପୂର୍ଣ୍ଣ କଥା ଅଛି, ଲଘୁ ଦାୟିତ୍ୱ ଅଛି, ଅତ୍ୟନ୍ତ ଲଘୁବାଦକ ଜିନିଷ ମଧ୍ୟ ଜୀବନରେ ଭର୍ତ୍ତି ହେଇକି ଅଛି। କୋଉଟାକୁ ନେଇକି ଚାଲିବ, ଏଇ ଯେଉଁ ଏକ ସୂତ୍ରରେ ଗଠିତ କରିବାର ସଂକ୍ଷିପ୍ତ ସୂତ୍ର ଯୋଉଟା ସେ ବର୍ତ୍ତମାନ ପାଖରେ ଆମେ ତାକୁ ବର୍ତ୍ତମାନ କଥା ଆଇଲେ ତ ସେ ଆଜି ସମୟ ଜଗତସିଂହପୁର କଥା ଆସେ, ଯୋଉ ରାତ୍ରି ଯାପନ କରିଥିଲେ। ତାଙ୍କର ପ୍ରଥମ ଆଗମନ ଏଇ ଜଗତସିଂହପୁର ଜିଲ୍ଲା ଦେଇକିରି, ତାଙ୍କୁ ଦେଖିଲେ ମନେ ପଡ଼େ ଯେ ଆପଣ ଡାଏରୀ ଲେଖୁଛନ୍ତି, ଆପଣ ପରିବେଶର ପ୍ରତ୍ୟେକଟି ଲୋକର ବ୍ୟକ୍ତିଗତ ଭଲ ଭଲ ଖବର ଦେବା ପରେ ଏତେ ବଡ଼ ସଂଗଠନକୁ ଚଳୁଛନ୍ତି, ଦେଖିଲେ ମନେ ହେଉଛି ଯେ ନିର୍ଭାବନା ହେଇକି ଆପଣ ବସିଛନ୍ତି, ବେଶୀ କିଛି ଦାୟିତ୍ୱ ନାହିଁ। ସବଳ ବ୍ୟକ୍ତିଙ୍କର ଏଇଟା ଅଭିବ୍ୟକ୍ତି। ଆପଣ ଦେଖିବେ ଯେଉଁମାନେ ପ୍ରକୃତରେ ସାଧୁ ମାନେ ଯେଉଁମାନେ ସୁଷ୍ଠୁ ନିଷ୍ପନ୍ନ କର୍ତ୍ତା, ତାଙ୍କ ଉପରେ ବହୁ ଦାୟିତ୍ୱ ଥିଲେ ବୋଲି ବିବ୍ରତ ଭାବର ଲକ୍ଷଣଟା ବିଶେଷ ଆପଣ ଦେଖିବାକୁ ପାଇବେନି। ଆଉ ଆମର ଏଟା କେତେବେଳେ କରିବି, ସେଟା କେତେବେଳେ କରିବି, ମୋତେ ସିଏ ଲାଗୁଛି ଇଏ, ଆମର ବିବର୍ତ୍ତନ ସୀମା ନାହିଁ। କାରଣ ଆମର ଖୁବ୍ କମ୍ ଯୋଗ୍ୟତା ସମ୍ପନ୍ନ। ସେ ବର୍ତ୍ତାକୁ ଦେଖିଦେଲେ ମନ ଶାନ୍ତ ହେଇଯାଉଛି, ଯାହାର ବ୍ୟକ୍ତି ଠାରୁ ଆରମ୍ଭ କରିକି ସଂଗଠନ ଶୀର୍ଷ ଭାଗ ପର୍ଯ୍ୟନ୍ତ ଦାୟିତ୍ୱ ଭର୍ତ୍ତି ହେଇ ମୁଣ୍ଡ ଉପରେ ଅଛି, କିନ୍ତୁ ଶିବ ସଦୃଶ ଭାବ ନେଇକି ସେଠି ବର୍ତ୍ତା ବସିଛନ୍ତି। ଆଜି କିଛି ନାହିଁ, ଏଇଟା ବହୁତ କଥା ଆପଣ ମନେ ରଖିଥିବେ। କାର୍ଯ୍ୟରେ ପ୍ରବୃତ୍ତ ହେବା ଗୋଟେ ବାହାଦୁରୀ ହେଇପାରେ, କିନ୍ତୁ କର୍ମ ଭିତରେ ନିଯୁକ୍ତ ରହିକି ପୁଣି ନିବୃତ୍ତ ହେଉଥିବା ତାଠୁ କଠିନ ବ୍ୟାପାର। ଯେମିତି ଲୋକର ଦୁଃଖରେ ଆପଣ ଦୁଃଖୀ ହେଇଯିବା ଗୋଟେ ବହୁତ ଭଲ ବ୍ୟାପାର, ଗୋଟେ ସହୃଦୟତା, କିନ୍ତୁ ତାଠୁ କଠିନ କୋଉଟା ଜାଣିଲେ, ଲୋକର ଉନ୍ନତିରେ ଖୁସିରେ ମୁଁ ଖୁସି ହେଇଯିବା, ସେଠି ମାଶ୍ଚର୍ଯ୍ୟ ଭାବ ମୋତେ ଆଉ ଆଗାକୁ ଗୋଟିଏ ଖୁସି ହେବା ପାଇଁ ଅନ୍ୟର ଫଳରୁ ଯୋଉଟା ଠାକୁର ଚରମରେ ଯାଇ କହିଥିଲେ ଆଶ୍ରମର ରହିବାର ଯୋଗ୍ୟତା ସମ୍ପର୍କରେ ବଡ଼ କଠିନ। ଲୋଭ ହୁଏ କିନ୍ତୁ ପାଇପାରୁନା। ଜଣଙ୍କର ମତ ଅନେକ ଅଛି, ତା ପାଖରେ ଐଶ୍ୱର୍ଯ୍ୟ ଢାଳି ଦିଆଗଲା ଏବଂ ତୁମେ ତା ପାଖରେ ଅଛ,
তুমি দিন ସବୁଦିନ ଠିକ ଭାବରେ ଖାଇବାକୁ ପାଇପାରୁନା। ତେଣୁ ଯାହାର ଢେର ଅଛି ତାକୁ ଐଶ୍ୱର୍ଯ୍ୟ ଦିଆଗଲା, ଯାହାର କିଛି ନାହିଁ ତାର ମିନିମମ୍ ଟିକେ କାଢି ଦିଆଗଲା। ଏମତା ଅବସ୍ଥାରେ ତୁମେ ସେଇ ସ୍ୱଚ୍ଛଳ ଲୋକର ଅବସ୍ଥା ଦେଖି ଯଦି ଖୁସି ହେଇପାର, ତାହେଲେ ମୋର ଏଠି ରହିବାର ମୋ ଯୋଗ୍ୟତା ଅଛି। କେଡ଼େ କଠିନ କଥା ଚିନ୍ତା କର। ଆମେ ତ ପାଖାପାଖି ଜଣେ ଅଧେ ଟିକେ ପ୍ରମୋଟେଡ୍ ହେଇଗଲେ ଟିକେ ଇଚ୍ଛା ହବ ପଡ଼ିଯାଉଛି, କଣ୍ଟ୍ରୋଲ କରିପାରୁନୁ। ଆମେ କେତେ ଛୋଟ ଏବଂ ନଗଣ୍ୟ। ଏତିକି କେବଳ ଲାଭ ହେଇଛି, କେମିତି ହବାକୁ ହବ ସେଇଟା ଆପଣ ଦେଖିକି ଅନ୍ତତଃ ମସ୍ତିଷ୍କରେ ରହିଛି। ପ୍ରଭୁ ଆଜି ନହେଲେ କାଲି ହେବି, ଏଇ ଭରସା, ସେଇ ଭରସା ସିଏ ବି ଦେଇଛନ୍ତି। ଏବଂ ସେଇଟା ଧରିକି ଆମେ ପ୍ରାୟ ସତ୍ସଙ୍ଗମାନେ ଚାଲିଛୁ। ସ୍ୱଳ୍ପମତ୍ୟ ଧର୍ମସ୍ୟ ତ୍ରାୟତ ମହତ୍ ଭୟା, এই ଦିଗକୁ ଆମର ଆଶ୍ରା କରିକି ଚାଲିଛୁ। ଆମେ ସେଇଭଳିଆ ଇଷ୍ଟ ପ୍ରାଣ ଏବଂ ଗଭୀର ବିଶ୍ୱାସ ହେଇପାରିନା। ତେବେ ବି ଠାକୁର ଆମକୁ ଧରି ରଖିଛନ୍ତି। ମୁଁ ଠାକୁରଙ୍କୁ କେତେ ଧରି ରଖିଛି ମୁଁ ଜାଣିନା, କିନ୍ତୁ ଏତିକି ଅନୁଭବ କରୁଛି ସିଏ ଦୟା କରିକି ଆମକୁ ଧରି ରଖିଛନ୍ତି, ବଞ୍ଚି ରଖିଛି। ଯେତିକି ବଞ୍ଚିବାଟାକୁ ସିଏ ହିଁ ବଞ୍ଚେଇ ରଖିଛନ୍ତି, ମୋର ରକ୍ଷା କରିବାଟାକୁ ସେ ହିଁ ରକ୍ଷା କରୁଛନ୍ତି। ଇଏ ହେଉଛନ୍ତି ସବୁ। ଆଜି ତାଙ୍କୁ ନେଇକି ଆମର ଓଡ଼ିଶାରେ କେତେ କର୍ମକାଣ୍ଡ, ଯେଉଁ ଆଜି ସବୁ କହିବାକୁ ଗଲେ ପୁରୀ ଆଗରୁ ବି ଯଦି ଛୋଟିଆ ମୋଟିଆ ମନ୍ଦିରଟିଏ ହେଇଥିଲା ତାହେଲେ ଜଗତସିଂହପୁରରେ ହେଇଥିଲା। এই ଚାଲିଗଲେଣି ପ୍ରୟାସ ଏଇ ସୁରେଶ ତାଙ୍କର ସମୟ। କିନ୍ତୁ ଗୋଟେ କଥା, ମୁଁ ଯଦି ଏକୁ ଦେଖିକିରି ଜଗତସିଂହପୁର ସତ୍ୟ ବିହାର ହିସାବରେ ଗୌରବାନ୍ୱିତ ମନେ କରେ, ତାହେଲେ সেই ସମ୍ପର୍କରେ ସମ୍ପର୍କିତ ହୋଇଥିବା ଅନ୍ୟ ଜିନିଷ ଗୁଡ଼ିକ ମଧ୍ୟ ଅନୁରୂପ ଭାବରେ ମୁଁ ଦେଖିବି ବା ଚାଲିବି। ସାରା ଓଡ଼ିଶା ପୁରୀର ଶ୍ରୀମନ୍ଦିର ଠାକୁର ବାଡ଼ି ତାଙ୍କ ସମାଧି କ୍ଷେତ୍ର ହିସାବରେ ପ୍ରଖ୍ୟାତ। ମୁଁ ସ୍ଥାନୀୟ ଭାବରେ ଏତେ ଆବଦ୍ଧ ଯେ ସିଆଡ଼କୁ ଟିକେ ହେଲେ ଦେଖିପାରିବି। ଏଇଟା କିନ୍ତୁ ଠିକ୍ ହେଲା। ତାର ଉତ୍ତୋଳନ ପାଇଁ, ଚକ୍ଷୁ ଆମେ ବିସ୍ଫାରିତ କରିଦେବା ପାଇଁ, ଆମକୁ ବ୍ରଡ୍ କରିଦେବା ପାଇଁ ଏବଂ ଆମର ଜାତୀୟ ଉତ୍ସବର ମାନ୍ୟତା ପାଇଥିବା ଏକମାତ୍ର ଶ୍ରୀକ୍ଷେତ୍ରର ସେଇ କ୍ଷେତ୍ର, ପବିତ୍ର କ୍ଷେତ୍ର, ତାକୁ ସମୁଜ୍ଜଳ ଉନ୍ନତ କରିବା ପାଇଁ ଅଗ୍ରଜପତି ମୀନାଙ୍କର ସହିତ ଆଚାର୍ଯ୍ୟଙ୍କ ଆଶୀର୍ବାଦରେ ଏକ ଅଲ୍ ଓଡ଼ିଶାକୁ ନିବେଦନ କରାହେଇଥିଲା। ଏ ସଞ୍ଜୀବ ଭାଇ ଆମ ସାଙ୍ଗେ ଯାଇଥିଲେ, ଅଳ୍ପ କିଛି ଆଟେଣ୍ଡ କରିଥିଲେ। ସଦ୍ୟ ଡମରତା ତାଙ୍କ ଶାରୀରିକ ଅବସ୍ଥା ଭଲ ନଥିଲା। ଅତି ଗୋଟେ ମିନିମମ୍ ସାରା ବର୍ଷ ଭିତରେ 1,000 ଟଙ୍କାର ଗୋଟିଏ ଭୋଗ ଦାୟିତ୍ୱ, ଏଇଟା ଯିଏ ପାରିଲେ ସେ ଯେତେବେଳେ ବି କରିପାରିବ। କିନ୍ତୁ ଆମର ସେଥିରେ ଆମେ କନସସ୍ତ, ସେଥିରେ ପ୍ରସଙ୍ଗରେ ଆସିବେ ଦି ଧାଡ଼ି କହିଦେଇ କରିବେ ସମସ୍ତେ। ଆଉ ମୁଁ ବରାବର ବି ଦେଖିଛି, ଅନ୍ତତଃ ଉତ୍କଳୀ ସତ୍ସଙ୍ଗ ପାଇଁ ଆମର 3 ଥାକର ପର୍ଯ୍ୟାୟ 3 ଟାୟାରର ସିଷ୍ଟମ। ଦେଓଘରୁ ଯାହା ନିର୍ଦ୍ଦେଶନ କରିବା ଆରମ୍ଭ କରିବା। ଆମ ରାଜ୍ୟ ସ୍ତରର ମୁଖ୍ୟ କର୍ମକେନ୍ଦ୍ର ପୁରୀ ଶ୍ରୀକ୍ଷେତ୍ର ଗୋଟିଏ ଦେଖିବା ତଥା ମୁଁ ଯୋଉଠି ନିତ୍ୟ ବସବାସ କରେ ତାକୁ ମୁଁ ଦେଖିବି। ସତ୍ସଙ୍ଗ ପାଖରେ, କର୍ମ ପାଖରେ ଆଉ ବେଶୀ ରହୁ ନ ରହୁ ଏଇ 3ଟି ହିଁ ରହିବ। ତାହେଲେ ଶୃଙ୍ଖଳିତ କୌଣସି ବ୍ୟକ୍ତିକୁ ଆରମ୍ଭ କରି ରାଷ୍ଟ୍ର ଜୀବନ, କି ରାଷ୍ଟ୍ର ଜୀବନ, ବ୍ୟକ୍ତି ଜୀବନକୁ ପୁରୀ ପର୍ଯ୍ୟନ୍ତ ଉଠିପାରୁନି, ରାଷ୍ଟ୍ର ଜୀବନ ଉନ୍ନତି କରିବ। ମୋ ରାଜ୍ୟଟାକୁ ଦେଖିପାରୁନି, ରାଜ୍ୟଟା ରାଷ୍ଟ୍ର ନୁହେଁ, ରାଷ୍ଟ୍ରର ଗୋଟେ ଅଂଶ ହେଉଛି ରାଜ୍ୟ। ରାଜ୍ୟକୁ ସମୁଦ୍ର ପଥରେ ନେବାରେ ମୋର ପାଦ ଆଉ ନାହିଁ, ରାଷ୍ଟ୍ର ପର୍ଯ୍ୟନ୍ତ କ'ଣ ଅଛି? ତେଣୁ ଠାକୁରଙ୍କ କଥା ନା ମତେ ସେଭଳି ଚାଲିବାକୁ ପଡ଼ିବ, କରିବାକୁ ପଡ଼ିବ। ଆଜି ଯୋଉ ଡାକରା ହେଇଛି, ଯୋଉ ଟିକେ ରିପିୱାରର କଥା କାଲି କରୁଛନ୍ତି ଆଲୋଚନା, ସେଇଟା ଗୋଟେ ପରିବର୍ତ୍ତନ ସମୟ କାଳରେ କର୍ମର ପ୍ରକ୍ରିୟାରେ ଯୋଉ ପରିବର୍ତ୍ତନ ଗୁଡ଼ା ଘଟେ ସେଇଟା ଆଚାର୍ଯ୍ୟ ଦେବଙ୍କ। ଆଉ ଶାଶ୍ୱତ ନୀତି ଯୋଉଟା ସେଇଟା ସ୍ୱୟଂ ଦୟାଳୁ ଜଟା ପୁରୁଷ, ସେଟା ଆଉ କେହି କରିପାରେ ନା। ଯେମିତି ଯଦନ ଦାନ ଇଷ୍ଟପତି, ଇଏ କେବେ ବଦଳିବନି, କିନ୍ତୁ ଇଷ୍ଟପତି କେମିତି ପଠାଯିବ ସମର ପରିବର୍ତ୍ତନ ହୁଏ, ସେ ପ୍ରକ୍ରିୟାର କିଛି ପରିବର୍ତ୍ତନ ଘଟିବ, ନହେଲେ ମେଣ୍ଟେନ୍ ହବ ନାହିଁ। କାଲି ମୁଁ ଆଲୋଚନା କରୁଥିଲି, ନିଜେ କାମ କରିଥିଲି କେତେ ଦିନ, ଏଇ ହାତ ଲେଖା ଆପଣଙ୍କର ମନ୍ୟର ଉପର ଚିହ୍ନା ପ୍ରକୃତ ଭାଇମାନେ ଯେଉଁମାନେ ଯାଆନ୍ତି ପୋଷ୍ଟିଂ ଡିପାର୍ଟମେଣ୍ଟକୁ ଇନକ୍ୱାରି କରିବା ପାଇଁ, ତାଙ୍କ ହାତ ଲେଖା 12ଟି ବା 10ଟି କୁପନ ଗୋଟେ ରଖାବାଟିଟେ ଥାଏ। ଦେଖେଇଦେଲେ ଯେ କି ଆନନ୍ଦ ତାକୁ ଆଉ କହିବାର ନାହିଁ। କିନ୍ତୁ ମାନୁଆଲ ୱାର୍କଟା କେତେ ଦିନ ଯାଏ ଅର୍ଦ୍ଧପ୍ରଶସ୍ତି ବି ହାତ ଲେଖା। ଯେତେବେଳେ ଅର୍ଦ୍ଧପ୍ରଶସ୍ତି ଡମ୍ପିଂ ହେଇଯାଉଥିଲା ହଜାର ହଜାର ଗଦା ମାରିକି, ସେତେବେଳେ ସ୍ୱୟଂ ପରମ ପୂଜ୍ୟ ଦାଦା
आम सागे जाए टेबुल बस दे मु कि लिखि दिए बौदी मैंने आईने सी भी लिखिले भाया करते ठाकुर परिवार लोक मैंने शिशु बर्तांगर गोटे कुआड़े जाए बुली आसला बेलू ऑफिस कर्मकर्ता कहले आज्ञा अध्यपति जमीगला बहुत बेसी पुणी चलना गोटे यहीपरि आश्रम जीवन गोटे प्रथम जो जाती घटी से भी कौन रहा शेष शिशु बर्ता अनुमति क्रमे आत्मदत्वा प्रतिष्ठित रहा कंप्यूटर सेंटर गोटे खुला देवघर अग्रज प्रतियोगिता बाहर को बाहरी पारे किसी पर्व से समय गोटे कौन लैंड दस्तखत करने को प्रस्ताव पड़ा बर्ता पाखे बोले दस्तखत करेंगे एक दस्तखत थी कत टाका थी ना आज्ञा अपनी जा बोलते कंप्यूटर बसाना बोले 5 लाख थी जो लोग घर बाहर फुर्सत ना फोन से मोबाइल नहीं ट्रंक बुकिंग करो से भाव में कह मोबाइल धरता पर आसूसी नचेत चिठी किए लेख दिन राति आचार्य सेवा तारी जहाँ परिपूत करते से कंप्यूटर सेंटर विभिन्न सत्संग बिहार दिल्ली आप बेंगलोर सब जगह होगा केवे भी है नहीं केवे भी है ना बहु लाइन लोक जीव बहुत समय ठिया हम केत कौन कर जोटा फेस इंट्रोड्यूस है ऑनलाइन इष्टभूति प्रेरण किंतु इष्टभूतिर नाम परिवर्तन हो जाए इष्टभूति इष्टभूति अद्यावधि ताली कौन ठाकुर कहते समय परिवर्तन बड़ मास को धरिकी संगठन आंदोलन चल पड़ो तार प्रयोजन निहाती धारा गुड़िक सूत्र गुड़िक आचार्य देव ही आचार्य देव सांसन कले आम बड़ बाबू गोटे नुआ पदक्षेप नापी तार सांसन आम चाहिए आचार्य भूमिका यही दिखे बहुत गोटे बड़ रही अद्यावधि बर्तमान सामाजिक अवस्था को लक्ष्य कर देखिए आचार्य देव बहु कथा संपूर्ण भिन्न धरण भितर पशु लक्ष्य कर जापारे जो कथा आगुरी से कहना बर्तमान से प्रयोजन है यहाँ समय प्रयोजन जाए पावक पुरुष रूपे आचार्य विशेष भूमिका आज भी सत्संग चली चलो आम पचर सी अच्छा आम मुंड हाथ अच्छे आम भय कर किसी कि समय आह्वान को जोगान देवा दरकार ना आम बैकडेटेड हाँ अपडेटेड हो पार ना नियमित उज्जवला पाठ करवा रिपोर्ट जाना देवघर पुरी गौरव करवा ये संश्लिष्ट रहा देखिए लोक अपडेटेड हुए सत्संग कौ अवस्था कुआड़े जाऊँगी जापारे भाई मान माँ मैंने सचेतन हुए खूब कम देखा हम आपण सहित समय भी कम आम अवकाश भी कम परिशेष आपण मंगल कामना कर दयाल पाखे पुणी थे सत्य सिद्धांत सुस्थता आनंदपूर्ण जीवन कामना कर परिवार पुत्र कन्या मान अनुरोध करुच्ची वृद्ध सेवार किसी अवहेला नहुए माता कथा स्मरण कर पाने पिता उपयुक्त सेवा दिखती सुस्थ रखती आनंद रखती एवं परिपेश सरस्वती माँ चिर शांति सद्गति उद्देश्य आउ थे प्रणाम प्रार्थना जन पाखे वक्तव्य जय